ଏହି ଭିଡ଼ିଓରେ ଆମେ ଜାଣିବା ଆଗ୍ନେୟଗିରି ଓ ଆଗ୍ନେୟଗିରି ଉଦ୍ଗୀରଣ କିପରି ହୋଇଥାଏ। ଆଦିମ ଗ୍ରୀକମାନେ ବିଶ୍ୱାସ କରୁଥିଲେ ଯେ ଆମ୍ଭମାନଙ୍କ ଭୂମି ତଳେ ଭଗବାନ ଅଛନ୍ତି, ଯାହାଙ୍କର ନାମ ଭୁଲକାନ, ଆଉ ଏହି ଭୁଲକାନ ଭଗବାନଙ୍କ ଦ୍ୱାରା ଅଗ୍ନି ଉଦ୍ଗୀରଣ ହେଉଛି। କିନ୍ତୁ ବାସ୍ତବରେ ତାହା ନୁହେଁ। ଇଟାଲୀ ଦେଶର ନିକଟରେ ଥିବା ସିସିଲ ଦ୍ୱୀପ ନିକଟସ୍ଥ ଭୁଲକାନ ହେଉଛି ଗୋଟିଏ ଛୋଟିଆ ଦ୍ୱୀପ। ଅନୁମାନ କରାଯାଏ ଯେ ଭାଲକନ ଅର୍ ଭାଲକୋନ ଶବ୍ଦଟି ସେହିଠାରୁ ହିଁ ଆସିଛି। ତେବେ ଆଗ୍ନେୟଗିରି ଉଦ୍ଗୀରଣ ବିଷୟରେ ବୁଝିବାକୁ ହେଲେ ପ୍ରଥମେ ଆମମାନଙ୍କୁ ବୁଝିବାକୁ ପଡ଼ିବ ଇଣ୍ଟେରିୟର ଅଫ୍ ଦ ଅର୍ଥ, ଅର୍ଥାତ୍ ଭୂ ଅଭ୍ୟନ୍ତରର ଗଠନ ଓ ଉପାଦାନ। ପୃଥିବୀକୁ ମୁଖ୍ୟତଃ ତିନୋଟି ସ୍ତରରେ ବିଭକ୍ତ କରାଯାଇଛି: କ୍ରଷ୍ଟ ଅର୍ଥାତ୍ ଭୂତ୍ୱକ, ମେଣ୍ଟାଲ ଏବଂ କୋର ଅର୍ଥାତ୍ କେନ୍ଦ୍ର ସ୍ତର। ତେବେ ଏହି କ୍ରଷ୍ଟ ବା ଭୂତ୍ୱକ ବା ଚଟାଣ ଆମ୍ଭେମାନେ ଯାହା ଉପରେ ବସବାସ କରୁଛନ୍ତି ତାହାକୁ ଲିଥୋସ୍ଫିୟର ବା ଅଶ୍ମମଣ୍ଡଳ କୁହାଯାଇଥାଏ। ଆଉ ଏହି କ୍ରଷ୍ଟ ବା ଭୂମିରୁ ପ୍ରାୟତଃ 2900 କିଲୋମିଟର ମିନ୍ସ 2900 କିଲୋମିଟର ତଳେ ମେଣ୍ଟାଲର ଲେୟାର ବା ସ୍ତର ଥାଏ। ଏହି ସ୍ତରରେ ପ୍ରଚୁର ପରିମାଣରେ ଆଇରନ୍ ଓ ମାଗ୍ନେସିୟମ୍ ରହିଛି ଏବଂ ଏହି ଲିକ୍ୱିଡ ମାଗ୍ନେସିୟମ୍ ବା ଏହାକୁ ମାଗ୍ମା ମଧ୍ୟ କହନ୍ତି। ସେତେବେଳେ ଏହା ବାହାରକୁ ଆସିଥାଏ ଯେତେବେଳେ ଟେକ୍ଟୋନିକ ପ୍ଲେଟ୍ ଧକ୍କା ହୋଇଥାଏ କିମ୍ବା ପ୍ଲେଟ୍ ପରସ୍ପରଠାରୁ ଦୂରେଇ ଯାଇଥାଏ। ତେବେ ସାଧାରଣତଃ ଦୁଇ ପ୍ରକାର ଟେକ୍ଟୋନିକ ପ୍ଲେଟ୍ ଦେଖାଯାଇଥାଏ। ଗୋଟିଏ ହେଉଛି କଣ୍ଟିନେଣ୍ଟାଲ ପ୍ଲେଟ୍, ଯାହାକୁ କହନ୍ତି ଆମେ ମହାଦେଶୀୟ ପ୍ଲେଟ୍, ଏବଂ ଦ୍ୱିତୀୟଟି ହେଉଛି ଓସେନିକ୍ ପ୍ଲେଟ୍ ବା ମହାସାଗରୀୟ ପ୍ଲେଟ୍। ତେବେ ଯେଉଁ ସ୍ଥାନରେ ଦୁଇଟି ଟେକ୍ଟୋନିକ ପ୍ଲେଟ୍ ଧକ୍କା ହୁଏ କିମ୍ବା ଦୁଇଟି କଣ୍ଟିନେଣ୍ଟାଲ ପ୍ଲେଟ୍ କିମ୍ବା ଦୁଇଟି ଓସେନିକ୍ ପ୍ଲେଟ୍ର ମୁଭମେଣ୍ଟ ହୋଇଥାଏ କିମ୍ବା ଓସେନିକ୍ ପ୍ଲେଟ୍ ଓ କଣ୍ଟିନେଣ୍ଟାଲ ପ୍ଲେଟ୍ ମଧ୍ୟରେ ଧକ୍କା ହୋଇଥାଏ, ତେବେ ଏ ଯେଉଁ ଓସେନିକ୍ ପ୍ଲେଟ୍ ଅଛି, ଓସେନିକ୍ ପ୍ଲେଟ୍ ଯେମିତି ଆପଣମାନଙ୍କୁ କହିଥିଲି ଯେଉଁ ଲିଥୋସ୍ଫିୟର ଯେଉଁ କ୍ରଷ୍ଟ, ମେଣ୍ଟାଲ ଏବଂ କୋର ଅଛି, ତ ଏହି ଓସେନିକ୍ ପ୍ଲେଟ୍ ମେଣ୍ଟାଲର ଲେୟାର ମଧ୍ୟକୁ ପଳେଇ ଆସିଥାଏ ଏବଂ ଯାହା ଫଳରେ କି ସେଠାରେ ଚାପ ବା ପ୍ରେସର ସୃଷ୍ଟି କରେ। ଫଳରେ ଭୂ ଅଭ୍ୟନ୍ତରୀଣରୁ ଉତ୍ତପ୍ତ ବାଷ୍ପ, ତରଳ ଲାଭା ଓ ଘନ ପଦାର୍ଥମାନ ନିର୍ଗତ ହୋଇଥାଏ। ଏହି ପ୍ରକାରର ଆଗ୍ନେୟ ପଦାର୍ଥ ନିର୍ଗମନ ହେତୁ ସେହି ଭୂ ବିପର୍ଯ୍ୟୟକୁ ଅଗ୍ନି ଉଦ୍ଗୀରଣ ବା ଭଲକାନିକ ଇରପ୍ସନ ବୋଲି କୁହାଯାଇଥାଏ। ତେବେ ଏହି ଆଗ୍ନେୟଗିରି ଉଦ୍ଗୀରଣକୁ ମୁଖ୍ୟତଃ ତିନୋଟି ଶ୍ରେଣୀରେ ଭାଗ କରାଯାଇପାରେ, ଯଥା ଜୀବନ୍ତ, ସୁପ୍ତ ଓ ମୃତ। ତେବେ ପ୍ରଥମେ ଜାଣିବା ଆକ୍ଟିଭ ଭଲକାନ ବା ଜୀବନ୍ତ ଆଗ୍ନେୟଗିରି। ଜୀବନ୍ତ ଆଗ୍ନେୟଗିରିରୁ ବର୍ତ୍ତମାନ ଅବସ୍ଥାରେ ମଧ୍ୟ ଲାଭା ଆଦି ପଦାର୍ଥ ନିର୍ଗତ ହେଉଅଛି। ଉଦାହରଣ ସ୍ୱରୂପ ସେସିଲ୍ ଦ୍ୱୀପର ଉତ୍ତର ପାର୍ଶ୍ୱରେ ଥିବା ଷ୍ଟ୍ରୋମ୍ବୋଲି ଆଣ୍ଡ ହାୱାଇ ଦ୍ୱୀପରେ ଥିବା ମୋନା ଲୋଆ ଆଗ୍ନେୟଗିରି ବର୍ତ୍ତମାନ ମଧ୍ୟ ଜୀବନ୍ତ ଅବସ୍ଥାରେ ଅଛନ୍ତି। ତେବେ ନେକ୍ସଟ ଡୋରମାଣ୍ଟ ଭଲକାନ ଅର୍ ସୁପ୍ତ ଆଗ୍ନେୟଗିରି। ତେବେ ସୁପ୍ତ ଆଗ୍ନେୟଗିରିରୁ ବର୍ତ୍ତମାନ ଅବସ୍ଥାରେ ଲାଭା ଆଦି ଆଗ୍ନେୟ ପଦାର୍ଥ ନିର୍ଗତ ହେଉନଥିଲେ ମଧ୍ୟ ନିକଟ ଭବିଷ୍ୟତରେ ନିର୍ଗତ ହେବାର ସମ୍ଭାବନା ମଧ୍ୟ ରହିଛି। ଉଦାହରଣ ସ୍ୱରୂପ ୱେଷ୍ଟଇଣ୍ଡିଜର ଅଧିକାଂଶ ଆଗ୍ନେୟଗିରି ଏହାର ଶ୍ରେଣୀଭୁକ୍ତ ଏବଂ ଇଟାଲୀର ଭିସୁଭିୟସ୍ ପର୍ବତ ବର୍ତ୍ତମାନ ସୁପ୍ତ ଅବସ୍ଥାରେ ଅଛି, କିନ୍ତୁ ଏହା 1944 ମସିହାରେ ଆକ୍ଟିଭ ଥିଲା। ତେବେ ଆମେ ନେକ୍ସଟ ଜାଣିବା ମୃତ ଆଗ୍ନେୟଗିରି। ତ ମୃତ ଆଗ୍ନେୟଗିରିରୁ ଅତୀତରେ ଆଗ୍ନେୟ ପଦାର୍ଥ ଉଦ୍ଗୀରଣ ହୋଇଥିଲା। ଯେଉଁ ମୃତ ଆଗ୍ନେୟଗିରି ଅଛି, ବର୍ତ୍ତମାନ ତହିଁରେ ଉଦ୍ଗୀରଣ ହେଉନାହିଁ କିମ୍ବା ଭବିଷ୍ୟତରେ ହେବାର ମଧ୍ୟ ସମ୍ଭାବନା ନାହିଁ। ଏକ୍ଜାମ୍ପଲ ନେବା, ଆଫ୍ରିକାର କିଲିମାଞ୍ଜାରୋ ପର୍ବତ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ତେବେ ଆମେମାନେ ସମ୍ପୂର୍ଣ୍ଣ ଜାଣିଲେ ଆଗ୍ନେୟଗିରି ସମ୍ବନ୍ଧରେ। ଆଶା କରୁଛି ଏହି ଭିଡ଼ିଓରେ ଆପଣମାନଙ୍କୁ ଆଗ୍ନେୟଗିରି ସମ୍ବନ୍ଧରେ ବିଶେଷ ତଥ୍ୟ ଦେଇପାରିଛି।
जदि वीडियोटी आपको भल लगी तेबे लाइक और शेयर करंतु। जदि यही चैनल को आपण सब्सक्राइब करना तेबे सब्सक्राइब करंतु एवं अपकमिंग वीडियो नोटिफिकेशन पाई बेल आइकन को प्रेस करंतु। ओके, धन्यवाद।